ବରପାଲି ତୋର ସ୍ନିଗ୍ଧ କୋଳରେ ଜାତନୁ ହୋଇଛି ଖାର, ଖାର ନୁହେଁ ସେ ତ କୋଟି ଓଡ଼ିଆର ପଞ୍ଜିତ ହାହାକାର। ସ୍ୱଭାବ କବି ଗଙ୍ଗାଧର ମେହେର, ରଙ୍ଗାଜୀବ ଗଙ୍ଗାଧର ମେହେର, ପ୍ରକୃତି କବି ଗଙ୍ଗାଧର ମେହେର, ଯାହାଙ୍କୁ କୁହାଯାଏ ଓଡ଼ିଶାର ୱିଲିୟମ ୱାର୍ଡସୱାର୍ଥ, ପ୍ରକୃତିର ଅନୁପମ ପୂଜାରୀ, ପଶ୍ଚିମ ଓଡ଼ିଶାର ଚିରବନ୍ଦନୀୟ ଏହି ମହାନ କବିଙ୍କର ଜନ୍ମ ହୁଏ ବରଗଡ଼ ଜିଲ୍ଲାର ବରପାଲିରେ 1862 ଏବଂ ମହାପ୍ରୟାଣ ହୁଏ 1924 ମସିହାରେ। ଏକ ସାମାନ୍ୟ ତନ୍ତୁବାୟ ପରିବାରରେ ଜନ୍ମଗ୍ରହଣ କରି କବି ତା ସହିତ ବାଣୀ ନିରାଜନା କରିଥିଲେ। ବାଣୀ ବାଗ୍ଦେବୀ ସରସ୍ୱତୀଙ୍କର ବରପୁତ୍ର ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟକୁ ଭେଟି ଦେଇଛନ୍ତି ରାଶି ରାଶି କାବ୍ୟ କବିତା। ଆଉ ଜୀବନର ହଳାହଳକୁ ପିଇ ସେ ପାଲଟି ଯାଇଛନ୍ତି ନୀଳକଣ୍ଠ। ତାଙ୍କ କାବ୍ୟ ତପସ୍ୱିନୀରେ ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥାଏ। ଦରିଦ୍ରତା ପଙ୍କ ପୂର୍ଣ୍ଣ ମୋ ଜୀବନ ସର, ଜଞ୍ଜାଳ ଜଳଦ ଜଳେ ଆବିଳ ଉଦର, ଶରଦ ପରାୟ ତୋତେ କରି ଦର୍ଶନ, ହୋଇଯାଉଅଛି ସେ ତ ସ୍ୱତଃ ପରସନ୍ନ। ବାସ୍ତବିକ ତାଙ୍କ ଜୀବନ ଥିଲା ଅତ୍ୟନ୍ତ ସଂଘର୍ଷମୟ ଏବଂ ଏହି ସଂଘର୍ଷମୟ ସରୋବରରୁ ସମୟର ଶତଦଳ ଫୁଟି ବିକଶିତ ହେଲା ଏବଂ ଭେଟିଦେଲା ଭାଷା ଭାରତୀକୁ ଅମୂଲ୍ୟ ସମ୍ପଦ, ଯାହାକି ତପସ୍ୱିନୀ, ପ୍ରଣୟବଲ୍ଲରୀ, କୀଚକବଧ, ଇନ୍ଦୁମତୀ, ପଦ୍ମିନୀ, ଅଯୋଧ୍ୟା ଦୃଶ୍ୟ, କୃଷକ ସଙ୍ଗୀତ ଏଇଭଳି ଅନେକ କାବ୍ୟ କବିତା ରଚନା କରି ଓଡ଼ିଆ ଭାଷା ସାହିତ୍ୟକୁ ସେ ମୋହନୀୟ କରି ଯାଇଛନ୍ତି, ଏଥିରେ ସନ୍ଦେହ ନାହିଁ। ବିଶେଷ କରି କହିବାକୁ ଗଲେ ତାଙ୍କ ଅର୍ଘ୍ୟଥାଳୀ କବିତା ଓଡ଼ିଆ ସାହିତ୍ୟ ସରୋବରର ଏକ ବିକଶିତ ଶତଦଳ ସ୍ୱରୂପ ଏବଂ ତନ୍ମଧ୍ୟରୁ ଯେଉଁ କବିତା ଭକ୍ତି, ଏହି ଭକ୍ତି କବିତା ଆଜିର ଆଲୋଚନାର ପ୍ରସଙ୍ଗ ଏବଂ ପ୍ରଥମରୁ ଭଗବାନଙ୍କ ନିକଟରେ ଭକ୍ତି ନୈବେଦ୍ୟ ବାଢ଼ି କବି ଅତ୍ୟନ୍ତ ଆତୁର ପ୍ରାର୍ଥନା କରିଛନ୍ତି ଏବଂ ଏ ଚରାଚର ବିଶ୍ୱକୁ ସର୍ବତ ସେ ଭଗବତମୟ ଦେଖିଛନ୍ତି। ଏଥିପାଇଁ ସେ କୃତାଞ୍ଜଳି ପୁଟରେ ପ୍ରାର୍ଥନା କରିଛନ୍ତି, ଏ ବିଶ୍ୱ ସମୁଦାୟ ତୁମର, ତୁମେ ତ ବିଶ୍ୱମୟ, ଏ ବିଶ୍ୱ ତୁମର କ୍ଷୁଦ୍ରାତି କ୍ଷୁଦ୍ର ଅଂଶ ବିଶେଷ ପ୍ରଭୁ। ଅତି ସୁନ୍ଦର ଭାବରେ ନିଜର କାରୁଣ୍ୟତା ପ୍ରକାଶ କରିଛନ୍ତି ଏବଂ ସମର୍ପଣ ମନୋଭାବ ନେଇ ଯେଉଁ ଭକ୍ତି କବିତା ସେ ରଚନା କରିଛନ୍ତି ତାହା ଅତ୍ୟନ୍ତ ହୃଦୟଗ୍ରାହୀ ହୋଇପାରିଛି। ନିଶ୍ଚିତ ଭାବରେ ଆହୁରି ମଧ୍ୟ 1914 ମସିହା ସେପ୍ଟେମ୍ବର ମାସରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିବା ଏହି କବିତା ଭକ୍ତି ବିଶ୍ୱ ଜୀବନ ହେ, ଏହା ସୁନ୍ଦର ଭାବରେ ଜନାଦୃତ ହୋଇଥିଲା। ଆସନ୍ତୁ ଆଲୋଚନା କରିବା ଏହି କବିତାର କେତୋଟି ପଂକ୍ତି ବିଶେଷ। ବିଶ୍ୱ ଜୀବନ ହେ ତୁମକୁ କରୁଣା ସିନ୍ଧୁ, ବୋଲିବାକୁ ମନ ବଳୁନାହିଁ ଯେଣୁ, ବୋଲିବାକୁ ମନ ବଳୁନାହିଁ ଯେଣୁ, ସିନ୍ଧୁ ତୁମ କୃପା ବିନ୍ଦୁ, ବିଶ୍ୱ ଜୀବନ ହେ ତୁମ୍ଭଙ୍କୁ କରୁଣା ସିନ୍ଧୁ। ହେ ବିଶ୍ୱ ଜୀବନ, ହେ ଜଗତ୍ ଜୀବନ, ହେ ବିଶ୍ୱ ନିୟନ୍ତା ଭଗବାନ, ତୁମକୁ କରୁଣା ସିନ୍ଧୁ ବୋଲି କହିବାକୁ ମୋର ମନ ହେଉନାହିଁ, କାରଣ ଏଇ ସିନ୍ଧୁ ତ ତୁମର କୃପାବିନ୍ଦୁ, ଅନନ୍ତ ପାରାବାର, ଏ ବିଶ୍ୱମୟ ସପ୍ତ ସମୁଦ୍ର, ଏ ସମସ୍ତ ତମ କରୁଣାର ଗୋଟିଏ ଗୋଟିଏ ବିନ୍ଦୁ, ଗୋଟିଏ ଗୋଟିଏ କ୍ଷୁଦ୍ରାତି କ୍ଷୁଦ୍ର ଅଂଶ ବିଶେଷ। ତୁମକୁ କରୁଣାର ସିନ୍ଧୁ କହି କାହିଁକି ତୁମ ହାତଗଢ଼ା ଏ ମହୋଦଧି ପାରାବାରକୁ ଅତ୍ୟନ୍ତ ଗରିଷ୍ଠ କରିବି ପ୍ରଭୁ, ଏ ସବୁ ତୁମର ହାତଗଢ଼ା। ତୁମେ ଦୟାର ଅନନ୍ତ ପାରାବାର ବୋଲି କହିଲେ ଏହା ମୋର ଧୃଷ୍ଟତା ହେବ ପ୍ରଭୁ, କାହିଁକି ଏ ଅନନ୍ତ ପାରାବାର ତ ତୁମ ସୃଷ୍ଟି, ତୁମ ସର୍ଜନ ପ୍ରଭୁ, ତେଣୁ ଏ କିଭଳି ଭାବରେ ତୁମେ ଦୟାର ଅବତାର ହେଇପାରିବ। ସବୁ ଦୟା ତୁମର ସୃଷ୍ଟି, ସବୁ ସମୁଦ୍ର ତୁମର ସୃଷ୍ଟି, ସବୁ ଆକାଶ ତୁମର ସୃଷ୍ଟି, ସବୁ ଜୀବଜଗତ ତୁମର ସୃଷ୍ଟି, ଏ ପୃଥିବୀ ସଚରାଚର ଯାହା ମୁଁ ଦେଖୁଛି ସବୁ ତ ତୁମର ପ୍ରଭୁ, ସବୁ ତୁମେମୟ। କେମିତି କହିବି ତୁମେ ଦୟାର ପରମ କାରୁଣିକ ଭଗବାନଙ୍କ ନିକଟରେ ଭକ୍ତର ଏଇ ଯେଉଁ ଭାବନା, ଏଇ ଯେଉଁ ଭକ୍ତି ନୈବେଦ୍ୟ କେତେ ସୁନ୍ଦର ଭାବରେ ସମର୍ପିତ ହେଇଛି, କେତେ ସୁନ୍ଦର ଭାବରେ ସମର୍ପଣ ହେଇଛି, ତାହା ହିଁ ଅତ୍ୟନ୍ତ ହୃଦୟଗ୍ରାହୀ ହେଇପାରିଛି। ଏବଂ ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପି ଦେବାର ଏବଂ ନିଜକୁ ଶୂନ୍ୟ କରିଦେବାର ଯେଉଁ ଭାବନା, ତାହା ନିଶ୍ଚିତ ଭାବରେ
କବିଙ୍କୁ ଧନ୍ୟ କରିଛି, ଏଥିରେ ସନ୍ଦେହ ନାହିଁ। ଆସନ୍ତୁ ଏବେ ପରବର୍ତ୍ତୀ ପଦକୁ ଯିବା। ତୁମ୍ଭ ଭଜନରେ ହେବି ନାହିଁ ନାଥ, ମାଳା ଜପିବାକୁ ବାଧ୍ୟ। କୋଟି କୋଟି ଗ୍ରହ କଣ୍ଠି ସେ ମାଳାର, କୋଟି କୋଟି ଗ୍ରହ କଣ୍ଠି ସେ ମାଳାର, ଜପିକେ କରିବ ସାଧ୍ୟ। ବିଶ୍ୱ ଜୀବନ হে ତୁମକୁ କରୁଣା ସିନ୍ଧୁ। ତୁମ୍ଭ ଭଜନରେ ହେବି ନାହିଁ ନାଥ, ମାଳା ଜପିବାକୁ ବାଧ୍ୟ। ତୁମକୁ ଭଜନ କଲେ, ତୁମ ନାମ ନେଲେ, ତୁମ ଗୁଣ କୀର୍ତ୍ତନ କଲେ ହେ ପ୍ରଭୁ ମାଳା ଜପିବାକୁ ବାଧ୍ୟ ହୁଅନ୍ତି। କିନ୍ତୁ କାହିଁକି ସେ ମାଳା ଜପିବି? କେତେ ସମୟ ମୋ ଜୀବନର ଅବଧି? ବୟସ ସରିଯିବ ପ୍ରଭୁ, କିନ୍ତୁ ମାଳା ଜପିବାର ଶେଷ ନାହିଁ। କାରଣ କୋଟି କୋଟି ଗ୍ରହ ନକ୍ଷତ୍ର ଏଇ କଣ୍ଠି ରୂପେ ବିରାଜମାନ କରିଛନ୍ତି ମାଳାରେ। ଯେଉଁ ମାଳାକୁ ଜପିଲେ ଜୀବନ ସରିଯିବ ପ୍ରଭୁ, କିନ୍ତୁ ସେ ମାଳା ଜପିବା ଶେଷ ହେବ ନାହିଁ, ମାଳାର କଣ୍ଠି ଶେଷ ହେବ ନାହିଁ। ତେଣୁ ଅନନ୍ତ ପୃଥିବୀର ଅଗଣିତ ଗ୍ରହ ନକ୍ଷତ୍ର ସେ ମାଳାର କଣ୍ଠି ରୂପେ ବିରାଜମାନ କରିଛନ୍ତି ପ୍ରଭୁ ତମକୁ ଜପ କରିବା ପାଇଁ। କାରଣ ସେମାନେ ବି ଧନ୍ୟ ହେଇଯିବେ। ତୁମ ହାତ ଗଢ଼ା ଏଇ ଚରାଚର, ତୁମ ହାତ ଗଢ଼ା ଏହି ବିଶ୍ୱ, ସମସ୍ତ ଗ୍ରହ, ଏମାନେ ସମସ୍ତେ ତୁମକୁ ଜପ କରୁଥିବା ମାଳାର କଣ୍ଠି ସ୍ୱରୂପ ପ୍ରଭୁ। ତେଣୁ ସେ କଣ୍ଠିକୁ ଜପି କିଏ ଶେଷ କରିବ? କାହାର ଏ ସାଧ୍ୟ? ତୁମ ବର୍ଣ୍ଣନାର ସାଧ୍ୟ ନାହିଁ, ତୁମ ଜପିବାର ସାଧ୍ୟ ନାହିଁ, ତୁମ ଗୁଣ କୀର୍ତ୍ତନ କରିବାର ସାଧ୍ୟ ନାହିଁ। ହେ ଅନାଦି ଅନନ୍ତ ନିରାକାର ଭଗବାନ, ଏ ଚରାଚର ତମର ସୃଷ୍ଟି। ତେଣୁ ଏ ସାଧାରଣ ମାଳକୁ ଜପ କରି ତମ ନାମକୁ ଭଜନ କରିବାର ଧୃଷ୍ଟତା ମୁଁ କାହିଁକି କରିବି? ମୁଁ ଏକ ଅକିଞ୍ଚନ କ୍ଷୁଦ୍ରତି କ୍ଷୁଦ୍ର ଅଣୁଜୀବ, ତମ ସୃଷ୍ଟିର ଗୋଟାଏ ବିନ୍ଦୁ ସ୍ୱରୂପ ପ୍ରଭୁ। ମୁଁ କିଭଳି ଭାବରେ ଏ ମାଳାକୁ ଜପି, ଏ କଣ୍ଠିକୁ ଜପି ତୁମକୁ ଭଜନ କରିପାରିବି? ଏହା ମୋର ସାଧ୍ୟାତୀତ ପ୍ରଭୁ। କାରଣ ଯେଉଁ ମାଳାରେ କୋଟି କୋଟି ଗ୍ରହ ନକ୍ଷତ୍ର ମାନେ ଗୁନ୍ଥା ହେଇଛନ୍ତି, ସେମାନଙ୍କୁ ଜପି ଶେଷ କରିବା ମୋର ସାଧ୍ୟାତୀତ। ମୁଁ ବିନମ୍ର ପ୍ରଣତି ଜଣାଉଛି ପ୍ରଭୁ। ମୁଁ ତ କିଛି ଜାଣେନି, କେବଳ ଏତିକି ଜାଣେ ସବୁ ତୁମର, ସବୁ ତୁମ ଗଢ଼ା, ସବୁ ତୁମେ, ସବୁ ବ୍ରହ୍ମମୟ, ସବୁ ବିଶ୍ୱମୟ, ତୁମେ ଅନନ୍ତ ଅପାର ନିରାକାର ହେ ଭଗବାନ। ତେଣୁ ତମ ନିକଟରେ ମୋର ଏତିକି ବିନୀତ ପ୍ରାର୍ଥନା, ମାଳା ଜପିବା ପାଇଁ ମୁଁ ବାଧ୍ୟ ନୁହେଁ। ଏହି କାରଣରୁ ଏହି ପଦଟିରେ ସୁନ୍ଦର ଭାବରେ ବିସ୍ମୟ ବିମୂଢ଼ କବି ନିଜ ଭାବନା ରାଜ୍ୟରେ ବୁଡ଼ି ଯାଉ ଯାଉ ଭଗବାନଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି, ଯେଉଁ ମାଳାର କଣ୍ଠିକୁ ଜପ କରିବାକୁ, ତୁମକୁ ଚିନ୍ତା କରିବା ପାଇଁ, ତୁମକୁ ଭଜନ କରିବା ପାଇଁ ଅନନ୍ତ କୋଟି ଗ୍ରହ ନକ୍ଷତ୍ର ସେ ମାଳାର କଣ୍ଠି ସ୍ୱରୂପ, ଏହାକୁ ଜପ କରି ଶେଷ କରାଯାଇପାରିବ ନାହିଁ। କବିଙ୍କ ଦିବ୍ୟ ଦୃଷ୍ଟି ନିଶ୍ଚିତ ଭାବରେ ଭଗବାନଙ୍କର ଅନନ୍ତ ଶକ୍ତି ସମ୍ପର୍କରେ ଜ୍ଞାତ। ଏଥିପାଇଁ ସେ ନିଜ ସୂକ୍ଷ୍ମ ଦୃଷ୍ଟିରେ, ଚିନ୍ତା ଏବଂ ଚେତନାରେ ଭଗବାନଙ୍କୁ ପାଲଟା ପ୍ରଶ୍ନ ପଚାରିଛନ୍ତି ମାଳା ଜପିବା ସମ୍ପର୍କରେ। ଏଥିରେ ଦ୍ୱିରୁକ୍ତ ନାହିଁ। ଏବେ ଆସନ୍ତୁ ପରବର୍ତ୍ତୀ ପଦକୁ ଆଲୋଚନା କରିବା। କି ଦେଇ ପୂଜିବି ଯାହା ମୁଁ ଦେଖୁଛି, ସବୁ ତୁମରି ପ୍ରସାଦ। ଯାହା ପ୍ରସାଦ ତାକୁ ଅରପିଲେ, ଯାହା ପ୍ରସାଦ ତାକୁ ଅରପିଲେ, ହେବ ସିନା ଅପରାଧ। ବିଶ୍ୱ ଜୀବନ ହେ ତୁମ୍ଭଙ୍କୁ କରୁଣା ସିନ୍ଧୁ। କି ଦେଇ ପୂଜିବି, କେଉଁ ଫୁଲରେ ତୁମକୁ ପୂଜିବି, କେଉଁ ଜଳରେ ତୁମର ପଦବନ୍ଦନା କରିବି, କେଉଁ ନାମ ଧରି ତୁମକୁ ଡାକିବି? ତୁମେ ଯେ ସର୍ବନାମ। ହେ ପ୍ରଭୁ ଅନନ୍ତ ଅପାର ମହେଶ୍ୱର। ତେଣୁ ଭକ୍ତିର ଭାବନା ଗଙ୍ଗାଧରଙ୍କ ସାହିତ୍ୟରେ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି। ଆହୁରି ମଧ୍ୟ ସେ କହୁଛନ୍ତି, କି ଦେଇ ପୂଜିବି ଯାହା ମୁଁ ଦେଖୁଛି, ଅନନ୍ତ ଚରାଚର ବିଶ୍ୱରେ ମୁଁ ଯାହାକୁ ଦେଖୁଛି, ଏ ସବୁ ତମରି ସର୍ଜନା ପ୍ରଭୁ, ଏ ତମରି ସୃଷ୍ଟି ପ୍ରଭୁ, ଏ ସବୁ ତୁମରି ପ୍ରସାଦ ପ୍ରଭୁ। ତୁମକୁ କିଭଳି ଭାବରେ ମୁଁ ପୂଜିବି? କାରଣ ପତିତ ପାବିନୀ ଗଙ୍ଗା ତ ତମରି ସୃଷ୍ଟି। କେଉଁ ଫୁଲରେ ତୁମକୁ ପୂଜା କରିବି? ତୁମ ଗଳାର ମାଳା ତିଆରି କରିପାରିବି? ସମସ୍ତ ଫୁଲର ସୁବାସ ତ ତୁମେ, ସମସ୍ତ ଫୁଲକୁ ତ ତୁମେ ତିଆରି କରିଛ, ତୁମେ ସୃଷ୍ଟି କରିଛ ପ୍ରଭୁ। କେଉଁ ପ୍ରସାଦରେ ତୁମ ପାଇଁ ଭୋଗ ଡାଲା ବାଢ଼ିବି ପ୍ରଭୁ? ସବୁ ପ୍ରସାଦ ତ ତୁମରି। ସୁନ୍ଦର ଭାବନା। ବାସ୍ତବିକ କହିବାକୁ ଗଲେ ଓଡ଼ିଆ ସାହିତ୍ୟରେ ଏ ପ୍ରକାର ଭକ୍ତି ଭାବନା ମୂଳକ କବିତା ଅତ୍ୟନ୍ତ ବିରଳ। ନିଶ୍ଚିତ ଭାବରେ ଆହୁରି ମଧ୍ୟ ସେ କହୁଛନ୍ତି, ଯାହାଙ୍କ ପ୍ରସାଦ ଯଦି ତାଙ୍କୁ ଅର୍ପଣ କରାଯାଏ, ସେଥିରେ ମୋର ବୋଲି କିଛି ରହିଲା କି? ସେଥିରେ ମୋର ପଣିଆ କିଛି ରହିଲା କି? ଅତ୍ୟନ୍ତ ବିନୀତ ଭକ୍ତ
କବି ଗଙ୍ଗାଧର ସୁନ୍ଦର ଭାବରେ ନିଜର ସମର୍ପଣତ୍ୱ ସୁନ୍ଦର ଭାବରେ ନିଜର ମନର ଭାବନାକୁ ଏଠାରେ ପରିପ୍ରକାଶ କରି କହିଛନ୍ତି, ଯାହା ପ୍ରସାଦ ତାଙ୍କୁ ଅରପିଲେ, ଯାହାର ପ୍ରସାଦ ଯଦି ତାଙ୍କୁ ଅର୍ପଣ କରାଯାଏ, ନିଶ୍ଚିତ ମୁଁ ଅପରାଧୀରେ ଭାଗି ହେଇଯିବି। ପ୍ରଭୁ ମୋତେ କ୍ଷମା କରିଦିଅ। ସମସ୍ତ ପୁଷ୍ପ, ସମସ୍ତ ଜଳ, ସମସ୍ତ ଫଳ ସବୁ ତ ତମର ପ୍ରଭୁ, ତୁମକୁ କଣ ଦେଇ ପୂଜା କରିବି? ଅତ୍ୟନ୍ତ ବ୍ୟଗ୍ର ଭାବରେ କବିଙ୍କର ମନର ଭାବନାକୁ ଏଥିରେ ପରିପ୍ରକାଶ କରାଯାଇଛି ଏହି ଭକ୍ତି କବିତା, ଯାହାକି ଅର୍ଘ୍ୟଥାଳି କବିତା ପୁସ୍ତକର ଏକ କ୍ଲାସିକ ସଙ୍ଗୀତ ଭାବରେ ବିବେଚିତ ହୁଏ। ନିଶ୍ଚିତ ଭାବରେ ଏବେ ଆସନ୍ତୁ ଏହାର ପରବର୍ତ୍ତୀ ପଦକୁ ଆଲୋଚନା କରିବା। ମୁକାର ମାତର ମୋର ନୁହେଁ ବୋଲି କହିବାକୁ ନାହିଁ ବାଟ, ଦୁରୁ ଶ୍ରୀ ଚରଣେ ଅର୍ପଣ କରୁଛି, ଦୁରୁ ଶ୍ରୀ ଚରଣେ ଅର୍ପଣ କରୁଛି, ଘେନତା ବିଶ୍ୱ ସମ୍ରାଟ, ବିଶ୍ୱ ଜୀବନ ହେ ତୁମ୍ଭଙ୍କୁ କରୁଣା ସିନ୍ଧୁ। ବାସ୍ତବିକ ଚମତ୍କାର ପଦ। ମୁକାର ମାତର ମୋର ନୁହେଁ ବୋଲି, ମୁକାର ମାତର, ମୁକାର ଶବ୍ଦ, ଯାହାକି ଏ ସୃଷ୍ଟିର ଅତ୍ୟନ୍ତ କ୍ଷୟପ୍ରଦ ଶବ୍ଦଟି। ମୁକାର ଭାବନା, ମୁକାର ରାକ୍ଷସ, ମୁକାର ଅହଂ ଭାବନା, ଯାହାକି ମନ ଭିତରେ ଏକ ନକାରାତ୍ମକ ଭାବନା ସୃଷ୍ଟି କରେ। ହେ ପ୍ରଭୁ, ବେଳେବେଳେ ମୁଁ ତ ଏଇ ମୁକାର ଶବ୍ଦରେ ବନ୍ଦୀ ହେଇଯାଏ। ପ୍ରଭୁ ମୁଁ ଏହାକୁ ଛାଡ଼ିପାରେ ନାହିଁ। ଏ ସୃଷ୍ଟିରେ ମୋତେ ଜନ୍ମ ଦେଇଛ, ଏଠି ମୁକାର ଶବ୍ଦକୁ ନେଇ ମୋତେ ବଞ୍ଚିବାକୁ ହିଁ ପ୍ରତିନିୟତ, କାରଣ ମୋର ଉପାୟ ନାହିଁ, ମୋର ବାଟ ନାହିଁ। ଅତ୍ୟନ୍ତ ଭାବବିହ୍ୱଳିତ କଣ୍ଠରେ କବି ସୁନ୍ଦର ଭାବରେ ଏ କବିତାର ନିରାଜନା କରିଛନ୍ତି ଏବଂ କହିଛନ୍ତି, ମୁକାର ମାତର ମୋର ନୁହେଁ ବୋଲି କହିବାକୁ ନାହିଁ ବାଟ। ବାସ୍ତବିକ କହିବାକୁ ବାଟ ନାହିଁ। ମୁକାର ମାତର ମୋର ନୁହେଁ ବୋଲି, ମୋର କୌଣସି ପଦାର୍ଥ ଯେ ମୋର ନୁହେଁ, ଏ ସୃଷ୍ଟି, ଏ ସମ୍ପଦ, ମୋର ଅର୍ଜିଲା ସମ୍ପଦ, ମୋର ଘର ଦ୍ୱାର, ମୋର ପାର୍ଥିବ ବସ୍ତୁ, ଏଥିରେ ଯେ ମୋରତ୍ୱ, ମୁତ୍ୱ ଏବଂ ମୁକାରର ଶବ୍ଦକୁ ପ୍ରୟୋଗ କରିବାର ଯେଉଁ ଉପାୟ, ତାକୁ ବେଳେବେଳେ ମୁଁ ପରିତ୍ୟାଗ କରିପାରେ ନାହିଁ। ଏଥିପାଇଁ ମୋର କୌଣସି ଚାରା ନାହିଁ ପ୍ରଭୁ, ଏଥିପାଇଁ ମୋର କୌଣସି ଉପାୟ ନାହିଁ ପ୍ରଭୁ, ଏଥିପାଇଁ ମୋର କୌଣସି ବାଟ ନାହିଁ ପ୍ରଭୁ। ଏଥିପାଇଁ ସେ ଭକ୍ତି ଭରେ ଭଗବାନଙ୍କ ନିକଟରେ ଯୋଡ଼ହସ୍ତ ହେଇଛନ୍ତି ଏବଂ କହିଛନ୍ତି, ଯଦି କେବେ ଆପଣଙ୍କ ପାଖରେ କ୍ଷମା ପ୍ରାର୍ଥନା ମୁଁ କରିବା ପାଇଁ କର୍ମମୟ ଜଞ୍ଜାଳ ଭିତରେ ଯେତେବେଳେ ଆପଣଙ୍କ ପାଖରେ ମୁଁ ଶରଣ ପ୍ରାର୍ଥୀ ହେଇପାରୁନି, ଯେତେବେଳେ ଆପଣଙ୍କ ପାଖରେ ଆଶ୍ରୟ ପ୍ରାର୍ଥୀ ହେଇପାରୁନି, ପ୍ରଭୁ ଦୂରରୁ ଥାଇ ଏ କର୍ମମୟ ଜଞ୍ଜାଳ ଭିତରେ ଦୂରରୁ ଥାଇ ମୁଁ ଆପଣଙ୍କ ନିକଟରେ ଯୋଡ଼ହସ୍ତ ହେଉଛି ପ୍ରଭୁ, ଆପଣଙ୍କୁ କ୍ଷମା ଯାଚନା କରୁଛି ପ୍ରଭୁ, ଆପଣଙ୍କ ପଦାରବିନ୍ଦରେ ଶରଣାପନ୍ନ ହେଉଛି ପ୍ରଭୁ, ମୋତେ କ୍ଷମା କରିଦେବ। ମୁଁ ଅଧମ, ମୁଁ ଅକିଞ୍ଚନ, ଆପଣଙ୍କ ନିକଟରେ ଯଦି କିଛି ଅପରାଧ କରିଥାଏ, ସେଥିପାଇଁ ସେ କହିଛନ୍ତି, ଦୁରୁ ଶ୍ରୀଚରଣେ ଅର୍ପଣ କରୁଛି, ଘେନତା ବିଶ୍ୱ ସମ୍ରାଟ। ହେ ବିଶ୍ୱର ସମ୍ରାଟ ଭଗବାନଙ୍କୁ ଅତ୍ୟନ୍ତ ଐକାନ୍ତିକ ଭକ୍ତିରେ ସେ ବିଶ୍ୱର ସମ୍ରାଟ ବୋଲି ଅଭିହିତ କରିଛନ୍ତି ଏବଂ କହିଛନ୍ତି, ଆପଣଙ୍କ ନିକଟକୁ ଯାଇ ନ ପାରିବାର ଅପରାଧ ଏହା କ୍ଷମଣୀୟ ପ୍ରଭୁ, ମୋତେ କ୍ଷମା ଦେଇଦେବ, କାରଣ ତମେ ତ କ୍ଷମାକୁ ସୃଷ୍ଟି କରିଛ ଆମରିମାନଙ୍କ ପାଇଁ ପ୍ରଭୁ, ତେଣୁ ମୋତେ କ୍ଷମା ଦେବ। ଖୁବ୍ ଦୂରରୁ ଥାଇ ଆପଣଙ୍କୁ ଏହି ଭକ୍ତି ନୈବେଦ୍ୟ ବାଢ଼ି ଦେଉଛି। ମୁଁ ଆପଣଙ୍କ ନିକଟରେ ଏକାନ୍ତ ବିନୀତ ଶରଣାପନ୍ନ ପ୍ରଭୁ। ସୁନ୍ଦର ଭାବରେ କବିତାକୁ ସେ ରଚନା କରିଛନ୍ତି ଏବଂ କହିଛନ୍ତି, ଦୁରୁ ଶ୍ରୀଚରଣେ ଅର୍ପଣ କରୁଛି, ଘେନତା ବିଶ୍ୱ ସମ୍ରାଟ। ବାସ୍ତବିକ ଅର୍ଘ୍ୟଥାଳି କବିତା ସଂକଳନର ଏହି ଭକ୍ତି କବିତା ଓଡ଼ିଆ ସାହିତ୍ୟର ବେଶ ପ୍ରଣିଧାନ ଯୋଗ୍ୟ ଏବଂ ଭକ୍ତିମୂଳକ ରଚନା, ଏଥିରେ ସନ୍ଦେହ ନାହିଁ। ବିଶେଷ କରି ଏହାର ଅବଶିଷ୍ଟ 3 ପଦକୁ ଆମେ ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା। ଧନ୍ୟବାଦ।